ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ସଦର ଥାନା ବଖିଆପଡ଼ା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ନିକଟ ସାଲୁଙ୍କି ତଟରୁ ଗଞ୍ଜେଇ ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ଖବର ପାଇ ଚଢ଼ାଉ କରିଥିଲା। ସେଥିରେ 3 ବସ୍ତାରେ ପ୍ରାୟ 120 କେଜି ଗଞ୍ଜେଇ ରହିଥିବା ବେଳେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୌଦ୍ଧରୁ ପ୍ରତାପ କୁମାର ମହାପାତ୍ରଙ୍କ ରିପୋର୍ଟ, ନ୍ୟୁ ଓଡ଼ିଶା। ମୁଁ ଏବେ ବହୁତ ଅବକାରୀ ନିରୀକ୍ଷକ ଭାବେ ରେଞ୍ଜରେ କାର୍ଯ୍ୟରତ ଅଛି। ଆଜି ଆମେ ସକାଳେ ଜିଲ୍ଲାପାଳ ଏବଂ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ବଘିଆପଡ଼ା ଅଞ୍ଚଳରେ ପେଟ୍ରୋଲିଂ ଡ୍ୟୁଟି କରୁଥିଲୁ। ବିଶେଷ ସୂତ୍ରରୁ ଖବର ପାଇଲୁ ବଘିଆପଡ଼ା ପାଖରେ ଥିବା ଗଣ୍ଡାପଦର ଅଞ୍ଚଳରେ ସାଲୁଙ୍କି ନଦୀ କଡ଼ରେ କିଛି ଗଞ୍ଜେଇ ଲୁକାୟିତ ଭାବରେ ରଖାଯାଇଛି। ଆମେ ତୁରନ୍ତ ସେ ଜାଗାକୁ ପହଞ୍ଚିଲୁ। ଆଉ ଯାଇକି ଦେଖିଲାକୁ କିଛି ସନ୍ଦେହାତ୍ମକ ବସ୍ତା 3ରେ ଗଞ୍ଜେଇ ଭର୍ତ୍ତି ହେଇକି ଥିଲା। ଆଉ ଲୋକ କେହି ପାଖରେ ନଥିଲେ। ବହୁତ ଚେଷ୍ଟା କଲୁ ଖୋଜାଖୋଜି କରିବା ପାଇଁ, ଆକ୍ଚୁଆଲି ଆସାମୀ କିଏ ତାକୁ ଠାବ କରିବା ପାଇଁ, କିନ୍ତୁ ବିଫଳ ହେଲୁ, ଆସାମୀକୁ ପାଇପାରିଲୁ ନାହିଁ। 120 କେଜି ଗଞ୍ଜେଇ ଜବତ ହେଇଛି। ସେ ଗଞ୍ଜେଇକୁ ନେଇକରି ଆସିଛୁ। ତା ଏଗେନ୍ଷ୍ଟ 59/2025-26 ଏକ କେସ୍ ମଧ୍ୟ ରୁଜୁ ହେଇଛି। ଆଉ ମାନ୍ୟବର ଅଦାଲତଙ୍କ ପାଖରେ ଗଞ୍ଜେଇକୁ ନେଇକରି ଆଜି ପ୍ରଡ୍ୟୁସ୍ କରାହେବ। କେନ୍ଦ୍ର ବଜେଟକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଆଜି